ବସାରେ ପହଞ୍ଚିଲା। ସରୋଜିନୀ ନାହିଁ। ଘର ଖାଁ ଖାଁ। ଚପରାସୀ ଟହଲୁଛନ୍ତି। ହର୍ଷା ବସି ପଡ଼ିଛି ଗୋଟାଏ ଚୌକି ଉପରେ। ଗୋଡ଼ ହଲେଇ ହଲେଇ ପିଜୁଳି ଖାଉଛି। ଚପରାସୀ ସଲାମ କଲେ। ହର୍ଷା ପିଜୁଳି ଲୁଚେଇ ଦେଇ ଜୋତାର ଫିତା ଖୋଲିଦେବାକୁ ନଇଁ ପଡ଼ିଲା। ରୋଷେଇଶାଳ ମୁଖରିତ ହୋଇ ଉଠିଲା ଖାନସାମା। ରୋଷେଇଶାଳ ମୁଖରିତ ହୋଇ ଉଠିଲା ଖାନସାମା, ବବୁର୍ଚ୍ଚି ଓ ପାଣିବାଲାଙ୍କ କଳରବରେ। ଆଲୁଅ ଜଳୁଛି। ସାଜସଜ୍ଜାରେ ସୁନ୍ଦର। ବଡ଼ ସାହେବର କୋଠି। ଓସାର ପିଣ୍ଡା ତଳେ ଫୁଲକୁଣ୍ଡ ଧାଡ଼ି ଧାଡ଼ି। ପ୍ରକାଣ୍ଡ ବଗିଚା। କିରେ, ମା କାହାନ୍ତି? ବଳିଦତ୍ତ ପଚାରିଲା। ସେ ଯୋଉ ବାବୁ। ହର୍ଷା କହିଲା। ଯୋଉ ବାବୁ ମଟରରେ ଚଢ଼ି ବୁଲି ଆସୁଥିଲେ, ସେଠି ଥିଲାବେଳେ ସେ ଆସିଥିଲେ। ମା ଆଉ ସେ ଚା ଖାଇଲେ। ମା ତାଙ୍କ ସଙ୍ଗେ ବୁଲି ଯାଇଛନ୍ତି କୁଆଡ଼େ। ସେ ବାବୁ ଆସିବେ। ଆଜି ରାତିରେ ଏଠି ରହିବେ। କୋଉ ବାବୁରେ? ସେଇ ଯୋଉ ବାବୁ ମଟରରେ ଚଢ଼ି ବୁଲି ଆସୁଥିଲେ, ସେଠି ଥିଲାବେଳେ ସେ ଯୋଉ ବାବୁ। ହର୍ଷା ମୂଳରୁ ଲଗେଇଦେଲା ତାର ଗ୍ରାମୋଫୋନ ରେକର୍ଡ। ସେ କେବଳ ସମ୍ବାଦ ଦେଉଛି। ତାର ମତାମତ ନାହିଁ। କୋଉ ବାବୁ ସେ? କେତେ ତ ଆସୁଥିଲେ। କ'ଣ ରଣଜିତ୍ ବାବୁ ନା ଆଉ କେହି? ହଠାତ୍ ମୁଣ୍ଡ ଭିତର ତାତି ଆସିଲା। ଗୋଟାଏ ନୂଆ ସ୍ତରରେ ଅବସ୍ଥିତି। ତଳି ଓଠକୁ ଦାନ୍ତରେ କାମୁଡ଼ି ବସି ରହିଲା। ସାମ୍ନାର ସ୍ଥୂଳ ଦୃଶ୍ୟ ଦେଖିପାରୁନାହିଁ। ଅଥଚ ଦେଖୁଛି, ଅନ୍ଧ ଆଖିରେ ଦେଖୁଛି ବିଭୀଷିକା। ଆପଣା ମନର ଭୂତ। ସେମାନେ ଏଠି ଚାରିପାଖେ ଚରି ବୁଲୁଛନ୍ତି। ଥେଇ ଥେଇ ନାଚି ଟାହି ଟାପରା କରୁଛନ୍ତି। ହାତରେ ନିଆଁ ଲଗାଉଛନ୍ତି। ହାଡ଼ରେ ନିଆଁ ଲଗାଉଛନ୍ତି। ଓଃ, କି ଯନ୍ତ୍ରଣା! କାହିଁର ବଡ଼ପଣ? କାହିଁର ସାଫଲ୍ୟ? କାହା ପାଇଁ? କ'ଣ ସେ ପାଇଛି? ମୁଣ୍ଡରେ ଦୁଇ ହାତ ଚାପି ଧରି ଅନ୍ଧାରକୁ ଅନେଇଛି। ଏଇ ତାର ପଥ। ତାର ଅନ୍ତ ନାହିଁ। ଏଇ ତାର ଜୀବନର ଅଛିଣ୍ଡା କାହାଣୀ। ଦାନାପାଣିର ମୂଲ ତଉଲରେ ସାଫଲ୍ୟ ଖୋଜୁ ଖୋଜୁ ଦିନରାତି ବିତି ଯାଇଛି। ଆପଣାର ଦେହରେ ଲାଗି ରହିଛି ନିଆଁ। ସରୋଜିନୀ ପୁଣି ବୁଲି ଯାଇଛି। ଓଃ! ବଳିଦତ୍ତ ତରତର ହୋଇ ଉଠି ପଡ଼ିଲା। ସିଧା ଚାଲିଲା ଅଫିସ ବଖୁରିକୁ। ବସିପଡ଼ି ଫାଇଲ କୁଢ଼ରୁ ଗୋଟିଏ ଫାଇଲ ଉଠେଇ ନେଇ ଚିତ୍କାର କଲା, ଚପରାସୀ! ହଜୁର! ଜଲ୍ଦି ବୁଲାଓ ଷ୍ଟେନୋ ବାବୁଙ୍କୁ। ବେଶ୍, ଏଇ ଭଲ। ଏଠି ସେ କର୍ତ୍ତା। ଏ କାରଖାନା ଜୀବନ ଏଠୁ ପଛେଇ ରହେ।